ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ବାଣୀର 10ମ ଅଧ୍ୟାୟରେ କିଛି ଏପରି ଏକ କଥା ବିଷୟରେ ବର୍ଣ୍ଣନା କରିଛନ୍ତି ଯାହା ମନୁଷ୍ୟକୁ ଜାଣି ରଖିବା ବହୁତ ଜରୁରୀ ଅଟେ। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ମନୁଷ୍ୟକୁ ନିଜ ଦୃଷ୍ଟିରେ ଦେଖିବା ପରେ ହିଁ ପାଦ ପକାଇବା ଉଚିତ। ସେହିଭଳି କପଡ଼ାରେ ପାଣିକୁ ଶୁଦ୍ଧ କରି ପିଇବା ଉଚିତ। ଶାସ୍ତ୍ରରେ ବଚନକୁ ଶୁଦ୍ଧ କରି କହିବା ଉଚିତ ଏବଂ ମନରେ ବିଚାର କରିବା ପରେ ହିଁ କାର୍ଯ୍ୟ କରିବା ଉଚିତ। ଯେଉଁ ବ୍ୟକ୍ତି ଧନହୀନ ହୋଇଥାଏ ତଥାପି ଯଦି ତା ପାଖରେ ଜ୍ଞାନ ଥାଏ ତେବେ ସେ ଗରିବ ନୁହେଁ ବରଂ ଧନୀ। ମାତ୍ର ଜ୍ଞାନହୀନ ମନୁଷ୍ୟ ଗରିବ ହୋଇଥାଏ, କାରଣ ଦୁନିଆରେ ବିଦ୍ୟା ହିଁ ସବୁଠାରୁ ଅମୂଲ୍ୟ ହୋଇଥାଏ। ତେଣୁ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ଆପଣ ସୁଖ ଇଚ୍ଛା କରୁଛନ୍ତି ତେବେ ବିଦ୍ୟା ଛାଡ଼ି ଦିଅନ୍ତୁ, ଆଉ ଯଦି ବିଦ୍ୟା ଅଧ୍ୟୟନ କରୁଛନ୍ତି ତେବେ ସୁଖ ଛାଡ଼ି ଦିଅନ୍ତୁ। ଭାଗ୍ୟ ଏମିତି ଏକ ଜିନିଷ ଅଟେ ଯାହା ରାଜାକୁ ଭିକାରୀ ଏବଂ ଭିକାରୀକୁ ରାଜା ମଧ୍ୟ ବନାଇପାରେ। ସେହିପରି ଧନୀକୁ ନିର୍ଧନ ଏବଂ ନିର୍ଧନକୁ ଧନୀ ମଧ୍ୟ ବନାଇପାରେ। ଲୋଭୀଙ୍କ ଶତ୍ରୁ ଦାନୀ ଏବଂ ମୂର୍ଖଙ୍କ ଶତ୍ରୁ ଜ୍ଞାନୀ ହୋଇଥାଏ। ସେହିଭଳି ବ୍ୟଭିଚାରିଣୀ ସ୍ତ୍ରୀର ଶତ୍ରୁ ତାର ସ୍ୱାମୀ ହୋଇଥାଏ ଏବଂ ଚୋରର ଶତ୍ରୁ ଚନ୍ଦ୍ରମା ହୋଇଥାଏ। ଏହି ପୃଥିବୀରେ ଯେଉଁ ବ୍ୟକ୍ତି ପାଖରେ ଧନ, ଜ୍ଞାନ, ମାନ, ଲକ୍ଷ୍ୟ କିଛି ବି ନଥାଏ ସେ ନିରର୍ଥକ କୁକୁଡ଼ା ଭଳି ହିଁ ପୃଥିବୀରେ କେବଳ ବିଚରଣ କରିଥାଏ। କେବେ ବି କୌଣସି ଗମ୍ଭୀରତା ଦ୍ୱାରା ମନୁଷ୍ୟ ଉପଦେଶକୁ ମାନି ନଥାଏ, ଆଉ ଏମିତିରେ ବି ସୁଗନ୍ଧିତ ମଲୟ ପବନ ଦ୍ୱାରା ମଧ୍ୟ ବାଉଁଶ ଚନ୍ଦନ ହୋଇଯିବନି। ଯେଉଁ ବ୍ୟକ୍ତିଙ୍କ ପାଖରେ ସ୍ୱାଭାବିକ ବୁଦ୍ଧି ନଥାଏ ସେମାନଙ୍କ ପାଇଁ ଶାସ୍ତ୍ର କିଛି ବି କରିପାରିବ ନାହିଁ। କାରଣ ଏମିତି ଏକ କଥା ଅଛି ଯେ ଅନ୍ଧ ଦେଶରେ ଦର୍ପଣ ବିକିବାକୁ ଗଲେ ତାହା ମଧ୍ୟ ନିରର୍ଥକ ହୋଇଥାଏ। ବୁଦ୍ଧିହୀନ ବ୍ୟକ୍ତିକୁ ମଧ୍ୟ କେହି ଯେତେ ଚାହିଁଲେ ବି ଜ୍ଞାନ ପାଠ ପଢ଼ାଇ ପାରିବେ ନାହିଁ। ଦୁର୍ଜନକୁ ସ୍ୱଜନ ବନାଇବାରେ ଏହି ପୃଥିବୀରେ କୌଣସି ଉପାୟ ନାହିଁ। ନିଜଠାରୁ ବୟସ୍କ ବ୍ୟକ୍ତିଙ୍କ ସହିତ ଦ୍ୱେଷ କଲେ ଜୀବନର ନାଶ ହୋଇଥାଏ, କାରଣ ଶତ୍ରୁ ସହିତ ଦ୍ୱେଷ କାରଣରୁ ଧନର ନାଶ ହୋଇଥାଏ। ରାଜା ସହିତ ଦ୍ୱେଷ କଲେ ନିଜର ସବୁକିଛି ହରାଇବାକୁ ପଡ଼ିଥାଏ ଏବଂ ବ୍ରାହ୍ମଣ ସହିତ ଦ୍ୱେଷ କଲେ ସମ୍ପୂର୍ଣ୍ଣ କୁଳର ନାଶ ହୋଇଥାଏ। ଅନେକ ରଙ୍ଗ ଏବଂ ଅନେକ ରୂପୀ ପକ୍ଷୀ ସାୟଂକାଳରେ ଏକ ବୃକ୍ଷ ଉପରେ ବସିଥାନ୍ତି ଏବଂ ପ୍ରାୟତଃ କାଳରେ 10 ଦିଗକୁ ଉଡ଼ିଯାଆନ୍ତି। ତେଣୁ ଲୋକଙ୍କୁ ଅଲଗା ହୋଇଗଲେ କାହିଁକି ଦୁଃଖ ହୋଇଥାଏ? ସେ ବୁଦ୍ଧିମାନ ହୋଇଥାଏ, ସେ ହିଁ ପ୍ରକୃତରେ ବଳବାନ ହୋଇଥାଏ। ବୁଦ୍ଧିହୀନ ବ୍ୟକ୍ତି ପାଖରେ ଶକ୍ତି ନଥାଏ। ଯେଉଁଭଳି ଜଙ୍ଗଲରେ ହାତୀ ସବୁଠାରୁ ଅଧିକ ବଳବାନ ହୋଇଥିବା ସତ୍ତ୍ୱେ ବି ନିଜ ହୋସ୍ ହରାଇ ଠେକୁଆ ଦ୍ୱାରା ମରିଥାଏ, ଠିକ୍ ସେହିପରି ଏସବୁ ବିଷୟରେ ଜାଣି ରଖିବା ନିହାତି ଦରକାର। ମୁଁ ଯାହା କହିଲି, ଏହି ଲୋକଙ୍କ ସହିତ କେବେ ବି ମିତ୍ରତା କରନ୍ତୁ ନାହିଁ, କିନ୍ତୁ ଦେଖି ଚାହିଁ ତାଙ୍କ ସହିତ ରହନ୍ତୁ, ହାତେ ମାପେ ଚାକୁଣ୍ଡେ ଚାଲନ୍ତୁ।